ଜଙ୍ଗଲରେ ବାସ କରୁଥିଲା ଗୋଟିଏ ଧୋକାବା ଶିଆଳ। ଜଙ୍ଗଲରେ ଏମିତି କେହି ବି ନାହାନ୍ତି କି ସେମାନଙ୍କୁ ସିଏ ଧୋକା ଦେଇନି। ସେମାନଙ୍କର ଖାଦ୍ୟ ଚୋରି କରି ଖାଇବା ଶିଆଳର ଥିଲା ପ୍ରଥମ କାମ। ସବୁ ପ୍ରାଣୀମାନେ ଶିଆଳ ଉପରେ ବହୁତ ଅତିଷ୍ଠ ହୋଇପଡ଼ିଲେଣି। ସେଇ ଜଙ୍ଗଲରେ ଗୋଟିଏ ବୁଦ୍ଧିମାନ ଛେଳିଟିଏ ବସବାସ କରୁଥିଲା। ସେଇ ଛେଳିର 3ଟି ଛୁଆ ଥିଲେ। ଗୋଟିଏ ଦିନ ଶିଆଳ ବାହାରିଲା ଆଉ ବାଟରେ ଯାଉଥିବା ବେଳେ କହିଲା, ଆଜି କାହାର ଖାଦ୍ୟ ଚୋରି କରି ଖାଇବି? କାହାକୁ ତ ଦେଖିବାକୁ ପାଉନି। ଜୋରେ ଭୋକ ଲାଗିଲାଣି ମୋତେ। ସାଙ୍ଗେ ସାଙ୍ଗେ ତାର ନଜର ପଡ଼ିଲା ସେଇ ଛେଳିମାନଙ୍କ ଉପରେ। ଛେଳି ଓ ତାର 3ଟି ଛୁଆକୁ ଦେଖିବାକୁ ପାଇଲା। ଛେଳି ଛୁଆମାନଙ୍କୁ ଦେଖିବା ମାତ୍ରେ ଶିଆଳର ପାଟିରୁ ଲାଳ ବୋହିବା ଷ୍ଟାର୍ଟ ହୋଇଗଲା। ଆହା ହା ହା, ଛେଳି ଛୁଆଗୁଡ଼ିକ କେଡ଼େ ସୁନ୍ଦର। ଏହି ଛୁଆଗୁଡ଼ିକୁ ମୁଁ ନିଶ୍ଚୟ ଖାଇବି। ଶିଆଳଟି ଛେଳିମାନଙ୍କୁ ପିଛା କଲା। କିଛି ସମୟ ପରେ ଶିଆଳଟି ଶୁଣିବାକୁ ପାଇଲା ଛେଳିଟି କହୁଥାଏ, ପିଲାମାନେ, ତୁମେମାନେ ଆଉ ମୋ ପଛେ ପଛେ ଏମିତି ଆଉ ଆସିବ ନାହିଁ। କାହିଁକି ନା ଏଇ ଜଙ୍ଗଲର ଦୁଷ୍ଟ ପ୍ରାଣୀମାନେ ତୁମମାନଙ୍କୁ ମାରି ଖାଇଯିବେ। ଆଚ୍ଛା ଠିକ୍ ଅଛି, ହେଲେ ମା, ଆମେମାନେ ତୁମ ପରିକା କେବେ ଏମିତି ଚାରିଆଡ଼େ ବୁଲି ପାରିବୁ? ଯେବେ ତୁମେମାନେ ମୋ ପରି ବଡ଼ ହୋଇଯିବ, ସେତେବେଳେ ତୁମେମାନେ ତୁମର ନିଜ ଖାଦ୍ୟ ନିଜେ ଯୋଗାଡ଼ କରିବ। ବୁଝିଲ ପିଲାମାନେ? ଏମିତି କଥା ହେଉ ହେଉ ଯାଇ ଛେଳିଟି ତାର ବସା ପାଖରେ ପହଞ୍ଚିଗଲେ। ଆଉ ତାଙ୍କର ପଛେ ପଛେ ଶିଆଳଟି ଯାଇ ଶୁଣିବାକୁ ପାଇଲା, ଶୁଣ ପିଲାମାନେ, ମୁଁ ତୁମ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଯାଉଛି। ମୁଁ ନ ଆସିବା ପର୍ଯ୍ୟନ୍ତ ତୁମେମାନେ କବାଟ ଖୋଲିବ ନାହିଁ। ଠିକ୍ ଅଛି ମା, ହେଲେ ମା, ତୁମେ ଯେତେବେଳେ ଫେରିବ, ତୁମେ ଆସିଛ କି ଆଉ କିଏ ଆସିଛି ଆମେ କେମିତି ଜାଣିବୁ ମା? ଶୁଣ ପିଲାମାନେ, ମୁଁ ଯେତେବେଳେ ଆସିବି ଗୋଟେ କବିତା କହିବି। ମା ଆସିଛି ଖାଦ୍ୟ ଆଣିକି, କବାଟ ଖୋଲିଦିଅ, ବହୁତ ସୁଆଦିଆ ସୁଆଦିଆ ଖାଦ୍ୟ ଆଣିଛି। ମା ଛେଳିଟି କହିଲା, ମୁଁ ଯେତେବେଳେ ଏଇ କବିତାଟି ଶୁଣେଇବି, ତୁମେମାନେ ସେତେବେଳେ ଯାଇ କବାଟ ଖୋଲିବ। ଛେଳିଟି ତାର ପିଲାମାନଙ୍କୁ ଭଲ ଭାବରେ ବୁଝେଇ ଦେଇ ଖାଦ୍ୟ ଖୋଜିବା ପାଇଁ ବାହାରିଗଲା। ଶିଆଳଟି ବୁଦା ପାଖରେ ଥାଇ ସବୁ କଥା ଶୁଣୁଥାଏ। ତାପରେ ସେ ଭାବିଲା, ଯାହା ହେଉ ଛେଳିଟି ଚାଲିଗଲା। ଆଉ ଏବେ ମୁଁ ଛେଳିର ଛୁଆମାନଙ୍କୁ ମଜା କରି ଖାଇବି। ଓହୋ, କେତେ ଦିନ ପରେ ମୋତେ ଛେଳିର ମାଂସ ମିଳିବାକୁ ଯାଉଛି। ଶିଆଳଟି ସାଙ୍ଗେ ସାଙ୍ଗେ ଛେଳିର ଘର ସାମ୍ନାକୁ ଆସିଲା ଆଉ ତାର ବେସୁରା ସ୍ୱରରେ କବିତାଟିକୁ ଗାଇବାକୁ ଲାଗିଲା। ମା ଆସିଛି ଖାଦ୍ୟ ଆଣିକି, କବାଟ ଖୋଲିଦିଅ, ବହୁତ ସୁଆଦିଆ ସୁଆଦିଆ ଖାଦ୍ୟ ଆଣିଛି। ଭୟ କର ନାହିଁ ପିଲାମାନେ, ମୁଁ ଆସିଯାଇଛି, କବାଟ ଖୋଲିଦିଅ। ସେଇ ପିଲାମାନଙ୍କ ଭିତରୁ ଗୋଟିଏ ପିଲା କହିଲା, ମା ଏତେ ଜଲ୍ଦି କେମିତି ଆସିବ? ମା ଆସିଛି ବୋଧେ, କବାଟ ଖୋଲିବାକୁ ପଡ଼ିବ। ହେଲେ ସବୁଠାରୁ ଚାଲାକ ଛେଳି ଛୁଆଟି କହିଲା, ନା ନା, ମା ଆସିନି। ମାର ସ୍ୱର ତ କେତେ ସୁନ୍ଦର, ହେଲେ ଆର ସ୍ୱର କେତେ ବେକାର। ଇଏ ମା ଆସିନି। କିଏ ତୁମେ? ତୁମେ ଆମ ମା ନୁହେଁ। ମୁଁ ହିଁ ତୁମ ମାରେ ପିଲାମାନେ। ଆମ ମାର କଣ୍ଠ କେତେ ସୁନ୍ଦର, ଏମିତି ବେସୁରା ନୁହେଁ। ଆରେ ଆରେ, ଏମାନେ ତ ଭାରି ଚାଲାକ ଅଛନ୍ତି। ମୋତେ ତାହେଲେ ଆହୁରି ଚେଷ୍ଟା କରିବାକୁ ପଡ଼ିବ। ଶିଆଳ ବୁଝିଗଲା ଯେ ଏତେ ସହଜରେ ଛୁଆଗୁଡ଼ାଙ୍କୁ ଖାଇ ହେବ ନାହିଁ। ତାପରେ କିଛି ସମୟ ପରେ ପୁଣି ଆସିଲା ଆଉ କବିତା ଗାଇଲା। ଏଥର ଟିକେ ଭଲ ସ୍ୱରରେ ଗାଇଲା। ଏହା ଶୁଣି 2ଟି ଛୁଆ କହିଲେ, ମା ଆସିଛି, ଆରେ ମା ଆସିଛି। କିନ୍ତୁ ସେହି ଚାଲାକ ଛୁଆଟି କହିଲା, ରୁହ, ମୁଁ ସେଇ କବାଟ ଫାଙ୍କରେ ଦେଖିକି କହୁଛି, ମା ଆସିଛି ନା ଆଉ କିଏ ଆସିଛି। ଛୁଆଟି କବାଟ ଫାଙ୍କରେ କଳା କଳା ପାଦ ଦେଖିବାକୁ ପାଇଲା। ସାଙ୍ଗେ ସାଙ୍ଗେ ସେ କହିଲା, କିଏ ରେ ତୁ? ମୋ ମାର ପାଦ ତ ସଫା, ଆଉ ସେ ଦେଖିବାକୁ ବହୁତ ସୁନ୍ଦର। ତୋ ପାଦ ଏତେ କଳା, ତୁ ମୋ ମା ନୁହେଁ। ଆରେ ଏ ଛୁଆଗୁଡ଼ାକ କେତେ ଚାଲାକ। କିନ୍ତୁ ମୁଁ ଏତେ ସହଜରେ ହାର ମାନିବି ନାହିଁ। ମୋତେ ଗୋଟିଏ ଉପାୟ ବାହାର କରିବାକୁ ପଡ଼ିବ।
ତାପରେ ଶିଆଳଟି ଫେରିଗଲା ଆଉ ଗୋଡ଼ରେ ଧଳାର ରଙ୍ଗ ମାରି ପୁଣି ଆସିଲା। ରହ ରହ, ମୋ ସହିତ କେତେ ଚାଲାକି ଖେଳୁଛ। ତୁମେମାନେ ଯେତେ ଚାଲାକ ହେଲେ କ'ଣ ହେଲା, ମୁଁ ତୁମଠାରୁ ବେଶୀ ଚାଲାକ। ଶିଆଳଟି ପୁଣି ଆସିଲା ଆଉ କବିତା ଗାଇବାକୁ ଲାଗିଲା। ମା ଆସିଛି ଖାଦ୍ୟ ଆଣିକି କବାଟ ଖୋଲିଦିଅ, ବହୁତ ସୁଆଦିଆ ସୁଆଦିଆ ଖାଦ୍ୟ ଆଣିଛି। ପିଲାମାନେ ଭୟ ନ କରି କବାଟ ଖୋଲିଦିଅ। ଛେଳି ଛୁଆ କବାଟ ଫାଙ୍କରେ ଦେଖିଲା ପାଦଗୁଡ଼ିକ ପୁରା ଧଳା। ଏଥର ପିଲାମାନେ ଭାବିଲେ ମା ଆସିଛି ବୋଲି। ତାପରେ କବାଟ ଖୋଲିଦେଲେ। ହା 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 ହା, ମା ନୁହେଁ, ମୁଁ ଆସିଛି। ମୁଁ ହେଲି ତୁମମାନଙ୍କର ଯମ। ଗୋଟି ଗୋଟି କରି ଧରି ନେଇଯିବି, ଆଉ ତାପରେ ମଜା କରି କରି ଖାଇବି। ନା ନା, ଏମିତି କରନି, ଆମକୁ ଛାଡ଼ି ଦିଅ। ଆମକୁ ନ ପାଇ ଆମ ମା ବହୁତ ପରିଶାନ ହୋଇଯିବ। ଛାଡ଼ି ଦିଅ ଆମକୁ। ଛେଳି ଛୁଆଗୁଡ଼ିକ କାନ୍ଦିବାକୁ ଲାଗିଲେ। ଶିଆଳଟି ଛୁଆ ଦୁଇଟିକୁ ଗୋଟିଏ ବସ୍ତାରେ ପୁରାଇ ନେଇଗଲା। ହେଲେ ଚାଲାକ ଛୁଆଟି ଲୁଚିକି ରହିଯାଇଥିଲା। କିଛି ସମୟ ପରେ ତାର ମା ଆସିଲା ଆଉ ଦେଖିଲା ଘରର ସବୁ ଜିନିଷପତ୍ର ଏପଟ ସେପଟ ହୋଇ ପଡ଼ିଛି, ହେଲେ ଛୁଆମାନେ ନାହାନ୍ତି। ଆରେ ପିଲାମାନେ, ପିଲାମାନେ ସବୁ କୁଆଡ଼େ ଗଲ? ଦେଖ, ମୁଁ ତୁମ ପାଇଁ କେତେ ସୁଆଦିଆ ଖାଦ୍ୟ ଆଣିଛି ଖାଇବା ପାଇଁ। ସେହି ସମୟରେ ଯୋଉ ଛୁଆଟି ଲୁଚିଥିଲା ସିଏ ବାହାରକୁ ବାହାରିକି ଆସିଲା ଆଉ ସବୁ କଥା ଖୋଲିକି କହିଲା। ଆରେ ଏ ଦୁଷ୍ଟ ଶିଆଳ, ତୋର ଏତେ ବଡ଼ ସାହସ, ମୋ ଘରେ ପଶି ମୋ ଛୁଆମାନଙ୍କୁ ନେଇଯାଇଛୁ। ରହ, ତତେ ଦଉଛି ପାନେ। ଏହା କହି ଛେଳି ଓ ଛେଳିର ଛୁଆ ଶିଆଳକୁ ଖୋଜିବାକୁ ଲାଗିଲେ। ଆଉ ଶିଆଳଟି ବସ୍ତାଟିକୁ ଟେକି ଟେକି ନେଇ ବହୁତ ହାଲିଆ ହୋଇ ପଡ଼ିଲାଣି। ଆରେ ବାପ ରେ ବାପ, କେତେ ଓଜନ, ଆଉ ପାରିବିନି, ଟିକେ ବିଶ୍ରାମ ନେବାକୁ ପଡ଼ିବ। ଏହା କହି ଗଛ ମୂଳରେ ଟିକେ ବସି ପଡ଼ିଲା ଶିଆଳଟି। କିଛି ସମୟ ପରେ ସେ ଶୋଇପଡ଼ିଲା। ଏପଟେ ଛେଳିଟି ଖୋଜିବାରେ ଲାଗିଥାଏ। ହଠାତ୍ ସେ ଦେଖିବାକୁ ପାଇଲା ଗୋଟିଏ ଗଛ ମୂଳରେ ଶିଆଳଟି ଶୋଇପଡ଼ିଛି ଆଉ ତା ପାଖରେ ଗୋଟିଏ ବସ୍ତାଟିଏ ଥୁଆ ହୋଇଛି। ସେ ଭାବିଲା ଏଇ ବସ୍ତାରେ ତ ବୋଧେ ମୋ ଛୁଆ ଦିଟା ଅଛନ୍ତି। ସେ ସାଙ୍ଗେ ସାଙ୍ଗେ ବସ୍ତାର ମୁହଁ ଖୋଲି ତାର ଛୁଆ ଦୁଇଟିକୁ ବାହାରକୁ ବାହାର କରିଦେଲା। ଚାଲାକ ଛେଳି ଛୁଆଟି ଦୁଇଟି ପଥର ଆଣି ବସ୍ତାରେ ପୁରାଇ ଦେଲା। ଦୂରରୁ ଥାଇ ସେମାନେ ଲୁଚି ଦେଖୁଥିଲେ। କିଛି ସମୟ ପରେ ଶିଆଳର ନିଦ ଭାଙ୍ଗିଲା। ନା ନା, ବହୁତ ବିଶ୍ରାମ ହୋଇଗଲା, ଏବେ ଯାଉଛି ଛେଳି ଛୁଆର ମାଂସ ଖାଇବି। ଶିଆଳ ବସ୍ତାଟିକୁ ତାର ପିଠିରେ ଭଲ ଭାବରେ ବାନ୍ଧିଦେଲା ଆଉ ତାପରେ ଚାଲିଲା। ବାରମ୍ବାର ବସ୍ତାଟି ତାକୁ ବହୁତ ଓଜନ ଲାଗୁଥାଏ। ଆରେ ବାପରେ, ଏବେ ତ ଦେଖୁଛି ବସ୍ତାଟା ଆହୁରି ଭାରି ହୋଇଗଲାଣି। ମତେ ଟିକେ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ। ତାପରେ ଶିଆଳଟି ଜୋରେ ଜୋରେ ଚାଲିଲା। କିଛି ବାଟ ଯିବା ପରେ ସେ ଗୋଟିଏ ପୋଖରୀ ଦେଖିବାକୁ ପାଇଲା। ମତେ ଜୋରେ ଶୋଷ ଲାଗିଲାଣି ଆଉ ହାଲିଆ ବି ଲାଗିଲାଣି। ଯାଉଛି, ଟିକେ ପାଣି ପିଇଦେଲେ ଜୋର ପାଇବ। ତାପରେ ଶିଆଳ ପୋଖରୀର ପାଣି ପିଇବା ପାଇଁ ଭିତରକୁ ପଶିଲା। ତାର ପିଠିରେ ବନ୍ଧା ହୋଇଥିବା ବସ୍ତା ଯୋଗୁଁ ଅଧିକ ଓଜନ ପାଇଁ ସେ ପୋଖରୀ ଭିତରକୁ ବୁଡ଼ିଗଲା। ଆରେ ବାବାରେ, ମରିଗଲି ରେ, ମୁଁ ଆଉ ଛେଳିର ଛୁଆ ଚୋରି କରିବିନି ରେ। ଓରେ ବାବାରେ, ମରିଗଲି ରେ। ଅଧିକ ଓଜନ ଯୋଗୁଁ ସେ ଉପରକୁ ଉଠି ପାରିଲା ନାହିଁ। ସେହି ପୋଖରୀରେ ବୁଡ଼ି ମରିଗଲା। ଆରେ ବାଘ ମାମୁଁ, କ'ଣ ଖବର? ଆଜି କ'ଣ ଶିକାର କରିବାକୁ ଯାଇନ? ଶୋଇପଡ଼ିଛ ନା କ'ଣ? ନାଇଁ ରେ ବାବା, ଆଜି ମୁଁ ଶିକାର କରିବାକୁ ଯାଇନି। ଆଜିଠାରୁ ମୁଁ ବଣର ଘାସପତ୍ର ଓ ଫଳମୂଳ ଖାଇବି ରେ, ବୁଝିଲୁ? କାହିଁକି ନା ମୋର ପରା ବୟସ ହୋଇଗଲାଣି, ଶରୀରଟା ଦୁର୍ବଳ ହୋଇପଡ଼ିଲାଣି, ଦେହଟା ବି ଟିକେ ଭଲ ଲାଗୁନି, ଜରୁଆ ଜରୁଆ ଲାଗୁଛି। ଜଙ୍ଗଲର ରାଜା ବାଘ ଯଦି ଶିକାର ଛାଡ଼ି ଘାସପତ୍ର ଖାଇବ, ତାହେଲେ ଜ୍ୱର ହେବନି ତ ଆଉ କ'ଣ ହବ? ହଉ, ଏଇଟା ଏତେ ବଡ଼ ସମସ୍ୟା ନୁହେଁ।
ଏମିତି ଜଣେ ଅଛନ୍ତି ଯିଏ ତୁମର ଜ୍ୱର ଭଲ କରିଦେବ। କିଏ ସେ? ସିଏ ହେଲେ ଶିଆଳ ପଣ୍ଡିତ। ଓହୋ, ସେଇ ବଦମାସ ବାଜ୍ୟ ଶିଆଳଟା। ତାକୁ ବିଶ୍ୱାସ ନାହିଁ ରେ ବାବା। କ'ଣ ନାହିଁ କ'ଣ କରି ବସିବ। ଆଚ୍ଛା, ତୁମ ପାଖରେ ଅନ୍ୟ କିଛି ଉପାୟ ଅଛି କି? ଯଦି ନାହିଁ ତାହେଲେ ମୁଁ ଶିଆଳ ପଣ୍ଡିତକୁ ଡାକି ଆଣିବି। ସେ ବଦମାସ ଶିଆଳକୁ ତୁମେ ଏବେ କୋଉଠି ଖୋଜିବ? ସିଏ ତ ମାଂସ ଖାଇବା ପାଇଁ କୋଉଠି ନା କୋଉଠି ବୁଲାବୁଲି କରୁଥିବ। କୋଉଠି ଯେ ଏବେ ଥିବ ତୁମେ କେମିତି ଜାଣିବ? ସେସବୁ ବିଷୟରେ ତୁମେ ଚିନ୍ତା କରନି। ହଉ, ମୁଁ ଏବେ ଆସୁଛି। ବାଘରାଜକୁ ତ କହିଦେଇ ଆସିଲି, ହେଲେ ଏ ଶିଆଳକୁ ମୁଁ ଏବେ କୋଉଠି ପାଇବି ଯେ? ଆରେ, ଏଇ ତ ଶିଆଳ ପଣ୍ଡିତ ଘୁଙ୍ଗୁଡ଼ି ମାରୁଛି ବୋଧହୁଏ। ଓ ଶିଆଳ ପଣ୍ଡିତ, ଓ ଶିଆଳ ପଣ୍ଡିତ। ହଁ ହଁ, କ'ଣ ହେଲା କୁହ କୁହ। ବଣର ରାଜା ବାଘ ତୁମକୁ ଡାକିଛନ୍ତି। ତୁମେ ଏବେ ମୋ ସହିତ ଚାଲ। ମୁଁ କ'ଣ କରିଛି ରେ ବାବା? ନାଇଁ ନାଇଁ, କିଛି ନାହିଁ। ରାଜାଙ୍କୁ ଜ୍ୱର ହୋଇଛି, ହେଲେ କମୁ ନାହିଁ। ମୁଁ କ'ଣ କରିବି? ତୁମେ ହେଲ ଏ ବଣର ପଣ୍ଡିତ। ତୁମେ କରିପାରିବନି ତ ଆଉ କିଏ କରିବ? ତୁମେ ତ ବହୁତ ଜଣଙ୍କର ଭଲ କରିଛ। ତୁମେ ଗୋଟେ ଥର ଚାଲ ମୋ ସହିତ। କି ଅଡ଼ୁଆରେ ପଡ଼ିଲି ରେ ବାବା। ହଉ ଚାଲ, ଗୋଟେ ଥର ଦେଖିବା ରାଜାଙ୍କର କ'ଣ ହୋଇଛି। ଆରେ ଏ ବଦମାସ ଶିଆଳ, ତୁ ଆସିଛୁ? ବଦମାସ, ସେଇଟା ପୁଣି କ'ଣ ବା? ତୁ ମୋ ପାଖକୁ ଆସେ, ତତେ ବୁଝେଇ ଦେବି। ନାଇଁ ନାଇଁ ବାଘ ମାମୁଁ, ଏଇ ଦୂରରୁ ଥାଇ କୁହ, ମତେ ଭଲ ଶୁଭୁଛି। ତୁ ଯଦି ମୋର ଜ୍ୱରକୁ ଭଲ କରିଦେବୁ ତାହେଲେ ତୋର ସବୁ ବିଚାରକୁ ମୁଁ କ୍ଷମା କରିଦେବି, ବୁଝିଲୁ? ଆରେ ଆରେ, ଏ କ'ଣ କହିଲେ ବା ବାଘ ମାମୁଁ? ନ କରିବାର ତ ପ୍ରଶ୍ନ ହିଁ ଉଠୁନି। କିରେ, କ'ଣ ମନେ ମନେ ଭାବୁଛୁ? ଭାବୁଛି ଆଜି ଘରକୁ ଯାଇ ଔଷଧ ତିଆରି କରି କାଲି ନେଇ ଆସିବି। ନାଇଁ ନାଇଁ, ଆଜି ହିଁ ମୋର ଔଷଧ ଦରକାର, ନହେଲେ ତୋର କ୍ଷମା ନାହିଁ। ଆରେ ବାପ ରେ ବାପ, ଆଚ୍ଛା ଠିକ୍ ଅଛି, ତାହେଲେ ମୁଁ କରିଦେବି। ଏ ବଗ, ତା ସହିତ ଯା, ତାର ପାଖେ ପାଖେ ଥିବୁ, ନହେଲେ ତାକୁ ବିଶ୍ୱାସ ନାହିଁ। ଆଚ୍ଛା ଠିକ୍ ଅଛି, ତୁମେ ଚିନ୍ତା କରନି ବାଘ ମାମୁଁ, ମୁଁ ତାକୁ ହାତେ ହାତେ ଜଗିବି। ଆରେ, ଏଠି କ'ଣ ପାଇଁ ଅଟକିଲ ଶିଆଳ ପଣ୍ଡିତ? ଏହିଠାରେ ହିଁ ବାଘର ଔଷଧ ଅଛି। କାଇଁ, କୋଉଠି ଅଛି? ଦେଖା ତ ଯାଉନି। ଅଛି ଅଛି, ଏତେ ତରତର କାହିଁକି ହଉଛ? ବେଶୀ ବକର ବକର ନ ହୋଇ ମୁଁ ଯୋଉଟା କହୁଛି ସେଇଟା ହିଁ କର। କୁହ, ଏବେ କ'ଣ କହୁଛ? ବଗରାଜ, ଟିକେ ବେଶିକି ହଗି ଦିଅ ତ ଦେଖି। କି ବେକାର କଥା କହୁଛ ତୁମେ? ତୁମ ସାମ୍ନାରେ ମୁଁ ହଗିବି? ଆରେ, ଖରାପ ଭାବୁଛ କ'ଣ ପାଇଁ? ତୁମର ହଗଟା ହିଁ ହେଲା ବାଘର ଔଷଧ। ସେଗୁଡ଼ାକ ପୁଣି ଔଷଧ? ହଁ ହଁ, ତୁମେ କ'ଣ ଜାଣିବ ଯେ ସେଥିରେ କେତେ ଭିଟାମିନ୍ ଆଉ ମିନେରାଲ ଅଛି? ସେଇଟା ହିଁ ଔଷଧ। ତାକୁ ବାଘ ମାମୁଁ ଖାଇଲେ ଭଲ ହୋଇଯିବେ। ତୁମେ ତ କେତେ କ'ଣ ଭଲ ଭଲ ଜିନିଷ ଖାଉଛ ନା। ଆଚ୍ଛା ଆଚ୍ଛା, ବୁଝିଲି। ତୁମେ ମତେ ଚାଲାକି ଦେଖଉଛ। ନା ନା ବଗରାଜ, ଏତେ କଥା ନ କହି ଶୀଘ୍ର ଶୀଘ୍ର ଟିକେ ହଗି ଦିଅ ତ ଦେଖି, ନହେଲେ ମୁଁ ବାଘ ମାମୁଁକୁ କହିଦେବି ବଗରାଜ ମତେ ଔଷଧ ବନେଇବାକୁ ଦେଲା ନାହିଁ, ବୁଝିଲ? ଆଚ୍ଛା ଠିକ୍ ଅଛି, ତୁମେ ଟିକେ ସେପଟକୁ ମୁହଁ କର। ହଉ, ଏଇଟାକୁ ନେଇ ବାଘ ମାମୁଁକୁ ଖାଇବାକୁ ଦିଅ, ସିଏ ଭଲ ହୋଇଯିବେ। ବାଘରାଜ, ଏଇଟା ନିଅ, ଆଉ
ତାକୁ ଶୀଘ୍ର ଶୀଘ୍ର ଖାଇଦିଅ। ଆରେ ଏ ବଗ, ଏଇଟା କ'ଣ ଖାଇବାକୁ ଆଣିଛୁ? ଛି, ଏଇଟା କ'ଣ ଏତେ ଜୋରେ ଗନ୍ଧ କରୁଛି ରେ? ଭଲ ଔଷଧଟା ଖାଇବାକୁ ଏମିତି ହିଁ ଲାଗେ। ଆଜି ପର୍ଯ୍ୟନ୍ତ ତ ତୁମେ ଔଷଧ ଖାଇନ, ଆଉ ଜାଣିବ ବା କେମିତି ଯେ? ଆରେ ମୁଁ ତ ବାଘ ମାମୁଁକୁ ମୋର ଗୁହ କଥା କହିପାରିବିନି ନା। ଯଦି କହିଦେବି ତାହେଲେ ବାଘ ମାମୁଁ ମତେ ମାରିଦେବେ। ନା ନା, ଜମା କହିବିନି। ତାହେଲେ ବାଘ ମାମୁଁ, ମୁଁ ଆସୁଛି। ଓ ବାଘରାଜ, ଏବେ ଟିକେ ଭଲ ଲାଗୁଛି ତ? ଆରେ ଏ ବଗ, ତୁ କି ଔଷଧ ଆଣିଲୁ ଯେ ମତେ ଆହୁରି ଦୁର୍ବଳ ଲାଗୁଛି? ଆଗ ଅପେକ୍ଷା ମୁଁ ଆଉ ଉଠି ବି ପାରୁନି। ସେ ବଦମାସଟାକୁ ମୋ ପାଖକୁ ଧରି ଆଣତ, ତା କଥା ମୁଁ ବୁଝୁଛି। ଆଚ୍ଛା ହଉ, ଠିକ୍ ଅଛି, ମୁଁ ତାହେଲେ ଯାଉଛି। ଆରେ ଓ ଶିଆଳ ଭାଇ, ଶିଆଳ ଭାଇ, କି ଔଷଧ ଦେଲ ଯେ ବାଘରାଜ ତ ଉଠି ବି ପାରୁନି, ବରଂ ତାର ପେଟ ବି ଖରାପ ହୋଇଯାଇଛି। ବାଘରାଜ ଡକେଇଛନ୍ତି ତୁମକୁ, ଚାଲ। ତୁମେ ଚାଲ, ମୁଁ ଯାଉଛି। ଭଲ ହରଡ଼ଘଣାରେ ପଡ଼ିଲି ରେ ବାବା। ଏ ବାଘଟା ମଲାନି କି ଭଲ ବି ହେଲାନି। କ'ଣ ତୁ ଆସିଲୁ? ଏଇଟା ଡାକ୍ତର ପାଖରୁ ଚୋରି କରି ଆଣିଛି ବୋଲି କହିବିନି। ମୁଁ ଭାବିଲି ତୁମେ ଭଲ ହୋଇଯାଇଥିବ। କିଛି ବି ହେଲେ ଠିକ୍ ହୋଇନି ରେ, ବରଂ ଆହୁରି ପେଟଟା ଖରାପ ହୋଇଗଲା। କି ଔଷଧ ଦେଇଥିଲୁ? ତୋର ଔଷଧ କିଛି ବି ହେଲେ ଭଲ ନୁହଁ। ତୁ ସେମିତିକା ଔଷଧ ମତେ ଆଉ ଦେବୁ ନାହିଁ। ମୁଁ ଖାଇବିନି, ବୁଝିଲୁ? ନାଇଁ ନାଇଁ, ଆଉ ଏ ଔଷଧ କାମ କରିବନି। ତୁମକୁ କିଛି ଇଞ୍ଜେକ୍ସନ ଦେବାକୁ ପଡ଼ିବ। ଏଥର ଜ୍ୱର ପୁରା ଭଲ ହୋଇଯିବ। ଇଞ୍ଜେକ୍ସନ? ସେଇଟା ପୁଣି କ'ଣ? ସେଇଟା କ'ଣ ପରେ ବୁଝିବ। ଓହୋ, ମରିଗଲି ରେ ବାବା। ଚୁପଚାପ ଶୋଇକି ରୁହ, ଇଞ୍ଜେକ୍ସନ ଦିଆହେଇଛି। ଜ୍ୱରଟା କମିଯାଇଛି, ହେଲେ ଶରୀର ପୁରା ଥଣ୍ଡା ହୋଇଯାଇଛି। ଦୁର୍ବଳ ଦୁର୍ବଳ ତ ଲାଗୁଛି। ଚଲାବୁଲା ତ କରିପାରୁନି। କି ଔଷଧ ସେ ଦଉଛି? ଆଜି ତ ବଗରାଜ ଆସିନି, ଆସୁ ସିଏ। ସେ ବଦମାସଟାକୁ ଡାକିବ। ବାଘରାଜ, କ'ଣ କରୁଛ? ଏବେ ଦେହ କେମିତି ଅଛି? ତୋରି କଥା ହିଁ ଭାବୁଥିଲି। ଦିନଯାକ ତୋର ଦେଖା ନାହିଁ, କୁଆଡ଼େ ଯାଇଥିଲୁ? ବାଘରାଜ, ଖାଦ୍ୟ ଖୋଜିବାକୁ ଟିକେ ଦୂରକୁ ଯାଇଥିଲି। ହଉ ତୁ ଯା, ସେ ବଦମାସଟାକୁ ଡାକି ଆଣିବୁ। ଆଚ୍ଛା ହଉ, ଦେଖେ ଏବେ ତା ସହିତ ଦେଖା ହବ କି ନାହିଁ କେଜାଣି। ନା, କାହିଁ ଶିଆଳ ତ ଏଠାରେ ଦେଖା ନାହିଁ। ଟିକେ ସେପଟ ଆଡ଼େ ଦେଖିକି ଆସେ। ଓ ଶିଆଳ ଭାଇ, ତୁମକୁ ମୁଁ କେତେ ଖୋଜିଲାଣି, ତୁମେ ଏଠାରେ ଅଛ? ଏଇ ବଗଟା ପାଇଁ କିଛି ଗୋଟେ କରିବାକୁ ପଡ଼ିବ। ଓ ଶିଆଳ ପଣ୍ଡିତ, ଶିଆଳ ପଣ୍ଡିତ, କୁହ, କ'ଣ ହୋଇଛି? ତୁମେ ବାଘର କି ଚିକିତ୍ସା କରିଛ ବା? ଭଲ ହେବା ତ ଦୂରର କଥା, ତାର ବିପରୀତ ହେଉଛି। ଜ୍ୱର ତ କମିଯାଇଛି, ହେଲେ ଶରୀରଟା ପୁରା ଥଣ୍ଡା ହୋଇଯାଇଛି। ଥଣ୍ଡା ହୋଇଯାଇଛି ତ କିଛି କଥା ନାହିଁ, ଭଲ ହୋଇଯିବ। ହଁ କି? ହଉ ଠିକ୍ ଅଛି, ମୁଁ ତାହେଲେ ଆସୁଛି। କିରେ ବଗ, ତୋ ସହିତ ସେ ବଦମାସଟା ଆସିନି କ'ଣ ପାଇଁ? ନା ନା, ମାନେ ସେ ମତେ କହିଲା ତୁମେ ପୁରା ଭଲ ହୋଇଯିବ। ତୁ ଗୋଟେ କାମ କର, ମୋର ଛୋଟ ଭାଇକୁ ମୋ କଥା ଟିକେ ଜଣେଇ ଦେଇ ଆସିବୁ ଯା। ଠିକ୍ ଅଛି, ମୁଁ ତାହେଲେ ଆସୁଛି। କ'ଣ ହୋଇଛି ବଗ? ତୁ ଆଜି ମୋ ପାଖକୁ ଆସିଛୁ? କ'ଣ ହୋଇଛି ତୋର? ମୋର କିଛି ହୋଇନି। ତୁମ ବଡ଼ ଭାଇଙ୍କର ଦେହ ବହୁତ ଖରାପ। ଏ କ'ଣ କହୁଛୁ ତୁ? ହଁ ବାଘ ଭାଇ, ମୁଁ ଠିକ୍ କହୁଛି। ଲାଗୁଛି ତୁମ ଭାଇ ବୋଧେ ମରିଯିବ। କ'ଣ ହୋଇଥିଲା ମୋ ଭାଇଙ୍କର? ମତେ ଟିକେ ସବୁ କଥା ଖୋଲିକି କୁହ ତ।
ଆଚ୍ଛା ଏଇ କଥା। ହଉ ଠିକ୍ ଅଛି, ସେ ବଦମା ଶିଆଳର ଆଉ ରକ୍ଷା ନାହିଁ। ଯାଉଛି ଟିକେ ବାଘରାଜ ଆଡ଼ୁ ବୁଲି ଦେଇ ଆସେ। ଆରେ ଏ ବଦମା ଶିଆଳ, ତୋର ରକ୍ଷା ନାହିଁ। ତତେ ଆଜି ମୁଁ ବଞ୍ଚିବାକୁ ଦେବି ନାହିଁ। ଏଠାକୁ ଆସିକି ତ ମୁଁ ଫସିଗଲି ରେ ବାବା। ଏଠାରୁ ଯେତେ ଶୀଘ୍ର ପାରେ ପଳାଏ ଆଗ। କିଏ ବଞ୍ଚେଇବ ତତେ ଦେଖୁଛି ଆଜି। ରହ ଟିକେ, ରହ କହୁଛି। ମତେ ଧରିକି ତ ଦେଖା। ତୁ ଯଦି ଆଉ ସେଠାକୁ କେବେ ଯିବୁ ତତେ ଜୀବନରୁ ମାରିଦେବି, ବୁଝିଲୁ।